ଯେତେ ଆଇଏଏସ୍ ରୁ 70% ହେଉଛନ୍ତି ଅଣଓଡ଼ିଆ ଏବଂ ସେମାନଙ୍କୁ ସବୁ କି ଜାଗାରେ ରଖାହେଇଛି ଆମ ଓଡ଼ିଆକୁ ଦୋତଳା ଜାଗାରେ ରଖାହେଇଛି। ହାତରେ କେହି ଅଣଓଡ଼ିଆକୁ ନ ରଖିଲେ କାମ କରିପାରିବେନି। ସେ ନରେନ୍ଦ୍ର ମୋଦି ହୁଅନ୍ତୁ କି ନବୀନ ପଟ୍ଟନାୟକ ହୁଅନ୍ତୁ କି ମୋହନ ମାଝୀ ହୁଅନ୍ତୁ କିଏ, ଯେତେ ଆଇଏଏସ୍ ରୁ 70% ହେଉଛନ୍ତି ଅଣଓଡ଼ିଆ ଏବଂ ସେମାନଙ୍କୁ ସବୁ କି ଜାଗାରେ ରଖାହେଇଛି ଆମ ଓଡ଼ିଆକୁ ଦୋତଳା ଜାଗାରେ ରଖାହେଇଛି। ଟେବୁଲ ଚେୟାର ଗଣିବା ପାଇଁ, ଫାଇଲ ଗଦେଇବା ପାଇଁ, ଫାଇଲ ଜଗିବା ପାଇଁ ଓଡ଼ିଆ ସିନିୟର ଆଇଏଏସ୍ ଅଫିସରକୁ ଦାୟିତ୍ୱ ଦିଆହେଇଛି। ଯେତେ କି ପୋଷ୍ଟ ଅଣଓଡ଼ିଆ ରହିଛନ୍ତି, କାରଣ ସରକାର ତାଙ୍କ ଉପରେ ଫେଥ ଅଛି, ଏମାନେ ରାଜ୍ୟର ଡେଭଲପମେଣ୍ଟ କରୁଛନ୍ତି, କରିବେ ବିଶ୍ୱାସ ଅଛି। ଓଡ଼ିଆ ପରା ମାନେ ଭାରି ବଢ଼ିଆ କହିଲେ ଅବାଜ୍ଞା। ଓଡ଼ିଆ ଭାରି ବଢ଼ିଆ। ୱାର୍ଲଡରେ ଯୋଉଠି ଦେଖିବୁ, ମୁଁ ଯାଇଛି ଅନ୍ୟ ଦେଶକୁ, ସାଇଣ୍ଟିଷ୍ଟ, ଆଡମିନିଷ୍ଟ୍ରେଟର, ଇଞ୍ଜିନିୟର, ସଫ୍ଟୱେୟାର ଇଞ୍ଜିନିୟର, ମ୍ୟାନେଜମେଣ୍ଟ, ଓଡ଼ିଆ ଅଫିସର ବହୁ ଉପରେ, ବହୁ ସୁନାମ। ଏଇ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ 2 ଜଣ ଓଡ଼ିଆକୁ କାଢ଼ିଦେଲେ ପରଦିନ। ଗୋଟେ ଫାଇନାନ୍ସ ବୁଝିଥିଲେ, ଅଣଓଡ଼ିଆକୁ ଥୋଇଲେ। ତେଣୁ ଓଡ଼ିଆ ପ୍ରତି ତାଙ୍କର ଭେଦଭାବ ରହିଛି। ଓଡ଼ିଆ ଲୋକକୁ ଭଲ ଜାଗା ଦେଉନାହାନ୍ତି, କାମ କରିବାକୁ ସୁଯୋଗ ଦେଉନାହାନ୍ତି। ଓଡ଼ିଆ ଆମର ଭାରି ବଢ଼ିଆ। ତେଣୁ ସେ ଅଣଓଡ଼ିଆଙ୍କ ପ୍ରୀତି ରହିଛି, ସାଡ଼ୁ ରହିଛି। ନରେନ୍ଦ୍ର ମୋଦି ଯାହାକୁ ପଠାଇବେ, ଯାହା କହିବେ। ବିହାର ନୀତିଶ କୁମାର 10-12ଟା ଏମ୍ପିରେ 52,000 କୋଟି ନେଲା, ସ୍ପେଶାଲ ନେଲା। ରେଡି ଆନ୍ଧ୍ରା 61,000 କୋଟି ନେଲା। ଆମେ 20 ଏମ୍ପି ଦେଇଛେ, କାହିଁ ଭାଇ? କାହିଁ ଓଡ଼ିଶା ଖାଲି ବାରମ୍ବାର ଦଉଛି ମୋଦି କାହିଁ ଭାଇ? ଆମେ କହିଲୁ ଛତିଶଗଡ଼ ମହାନଦୀ ପାଣି ଉପରେ ବନ୍ଧ ପକେଇଛି, ଆମର ମହାନଦୀ ଶୁଖିଲା, କାଠଯୋଡ଼ି ଶୁଖିଲା, ବୈତରଣୀ ଶୁଖିଲା, ଆମର ଦୟା ଶୁଖିଲା, ରାଜୁଆ ଶୁଖିଲା, ପଡ଼ିଛି ନଦୀ। ଆମେ ତଳେ ଯଦି ବନ୍ଧ ପକେଇଦବା 20,000 କୋଟି ଖର୍ଚ୍ଚ ହବ, ତାହେଲେ ଦରକାର ନି ଆମକୁ। 10,000 କୋଟି ଦାବି କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆମେ 20,000 ହେଲେ ବନ୍ଧ ପଡ଼ିବ, 10,000 କ'ଣ ଚା ଖାଇବେ? ଯଦି ନରେନ୍ଦ୍ର ମୋଦି ଏଇଥର ଆସିବେ, ଓଡ଼ିଶାକୁ ସ୍ପେଶାଲ ପ୍ୟାକେଜ ମହାନଦୀରେ ବନ୍ଧ ପକାଇବା ପାଇଁ ନ ଦିଅନ୍ତି, ଏ ଆଦିବାସୀ ହରିଜନ ଗରିବ ଲୋକଙ୍କ ପାଇଁ ଯେଉଁ ଆବାସ ଯୋଜନାରେ ଟଙ୍କା ନ ଦିଅନ୍ତି, ତାହେଲେ ୟାର ଜବାବ ଯୁବ ସମାଜ, ଛାତ୍ର ସମାଜ, ସମସ୍ତେ ଆମେ ଆଦିବାସୀ ହରିଜନ ଏକ ହିଁ ଜବାବ ଦେବୁ।